ବର୍ଷା ଗୁଲୁଆକୁ ଟର୍ଚର କରୁଛି। ବର୍ଷା ଗୁଲୁଆକୁ ଟର୍ଚର କରୁଛି ଯେହେତୁ ସେ ଗୋଟେ ଝିଅ ପିଲା ତାକୁ ଟର୍ଚର କରୁଛି। ଯଦି ମତେ 50 ଲକ୍ଷ ନ ଦେବୁ ତାହେଲେ ମୁଁ ତୋତେ ଭାଇରାଲ କରିଦେବି, ତୋତେ ମୁଁ ବଦନାମ କରିଦେବି, ତୋ ନାଁରେ ମୁଁ କେସ୍ କରିବି। ଯେହେତୁ ଗୋଟେ ବର୍ତ୍ତମାନ ଏମିତି ଆମର ସମୟ ହେଇଯାଇଛି, ବର୍ତ୍ତମାନ ଆଇନଟା ଏମିତି ହେଇଯାଇଛି ଯେ ଝିଅ ପିଲାଟି ବର୍ତ୍ତମାନ ସେ ଯାହା କବ ସେଟା ହଉଛି ସତ କଥା। ପୁଅ ପିଲାଙ୍କ କଥା ବର୍ତ୍ତମାନ କେହି ଶୁଣୁନାହାନ୍ତି। ତେଣୁକରି ଇଏ ତ ଗୋଟେ ଝିଅ ପିଲା ବୋଲି ତାର ଫାଇଦା ଉଠେଇବାକୁ ଚେଷ୍ଟା କରୁଛି ଆଉ ଗୁଲୁଆକୁ ଜାଣି ଶୁଣି ହଇରାଣ କରୁଛି। ସେକେଣ୍ଡ କଥା ହେଲା ଯୋଉ କହୁଛି ପରକ୍ରିୟା ପ୍ରୀତି, ସେ ତମକୁ ବାହା ହେଇଥିଲା କଣ ପାଇଁ, କାହିଁକି ବାହା ହେଇଥିଲା? ସେ ଗୁଲୁଆ ଯାହା କହିଛି ବିଲକୁଲ 100% ଠିକ କହିଛି। ଯଦି ସେ ତମଠୁ ଶାରୀରିକ ସୁଖ ନ ପାଇଲା ତାହେଲେ ସେ ନିଶ୍ଚିତ ବାରଆଡେ ମୁହଁ ମାରିବ, ନିଶ୍ଚିତ ତାର ଗଲୁ ହବ, ସେ ଯିବ ଅଲଗା ଜାଗାରେ ଗଲୁ ମାରିବାକୁ। ଆଉ ତମେ ବାହା ହେଇଥିଲା କଣ, ତମେ ଯାଇ ତମ ଘରେ ରହିବ, ସେ ତା ଘରେ ରହିବ। ସେ ବାହା ହେଇଥିଲା କାହିଁକି? ତମ ଭିତରେ କଣ ଡିଷ୍ଟର୍ବାନ୍ସ ହେଲା, କଣ ହେଲା, ସେଟା ତମେ ଘରେ ବସି ସର୍ଟ ଆଉଟ୍ କରିବ ନା। ତମେ ତମ ଘରକୁ ପଳେଇବ, ସେଟା କେମିତି ହବ? କି କଥା, ଦିବର୍ଷ ହେଇନି ପରକ୍ରିୟା। ଆଉ ଗୋଟେ କଥା କହୁଛି, ସୁପ୍ରିମକୋର୍ଟ କହିଛନ୍ତି ପରକ୍ରିୟା ପ୍ରୀତି ପାପ ନୁହଁ କିମ୍ବା ପରକ୍ରିୟା ପ୍ରୀତି ଅପରାଧ ନୁହଁ, ଏଇଟା ବି କହିଛନ୍ତି। କିନ୍ତୁ ଯଦି ଯାହା ସାଙ୍ଗରେ ରଖୁଥିବେ ତାର ସହମତି ଥିବା ଦରକାର। ଯେହେତୁ ଗୁଲୁଆ ଯାହା ସାଙ୍ଗରେ ପରକ୍ରିୟା ପ୍ରୀତି ରଖିଛନ୍ତି, ଯଦି ତାଙ୍କର ସହମତି ଅଛି ତାହେଲେ ଏଥିରେ କେହି କିଛି କରିପାରିବେ ନାହିଁ। କିମ୍ବା ବର୍ଷା ବି ଯଦି କାହା ସହିତ ପରକ୍ରିୟା ପ୍ରୀତି ରଖିଛି ଗୁଲୁଆ କହୁଛନ୍ତି, ସେଥିରେ ଗୁଲୁଆ ବି କିଛି କରିପାରିବେ ନାହିଁ, ଯେହେତୁ ସୁପ୍ରିମକୋର୍ଟରେ କହିସାରିଛନ୍ତି। ଆଉ ଯୋଉ ଡିଭୋର୍ସ କଥା ହେଲା, ଡିଭୋର୍ସ ଦେଇ ସାରିଲା ପରେ, ଡିଭୋର୍ସ ହେଲା ପରେ ମାନେ ବାହା ହେଇପାରିବେ ରୀତିମତ, ମାନେ ବିଧିବଦ୍ଧ ଅନୁସାରେ ବାହା ହେଇକି ତାଙ୍କ ଘରେ ରହିପାରିବେ, ଏକାଠି ରହିପାରିବେ। କିନ୍ତୁ ପରକ୍ରିୟା ପ୍ରୀତି ପାଇଁ କି ଡିଭୋର୍ସର କିଛି ଆବଶ୍ୟକତା ନାହିଁ। ସେମିତି ଗୁଲୁଆ ବି କହୁଛନ୍ତି ମୋ ପାଖରେ ବି ଏମିତି ପ୍ରୁଫ୍ ଅଛି, ମୁଁ ବି ସବୁ ଯାକ ଗୋଟେ ଗୋଟେ ଦେଇଦେବି। ଇଏ ଯୋଉ କହୁଛନ୍ତି ମୋ ବାପା 27 ଲକ୍ଷ ଦେଇଥିଲେ, ମୋ ବାପା ଆଇଫୋନ ଦେଇଥିଲେ, ମୋ ବାପା କାର ଦେଇଥିଲେ, ମୋ ବାପା ଘର ତୋଳି ଦେଇଥିଲେ, ତାମାନେ ଗୁଲୁଆ ଆଜିକି 10 ବର୍ଷ ଲାଗି କରୁଛନ୍ତି, ତାଙ୍କ ପଇସା ଯାକ ଯାଉଛି କୁଆଡେ? ସେ ପଇସା ସବୁ ଗଲା କୁଆଡେ? ତାମାନେ କଣ କିଛି ଟଙ୍କାଟା ସେଥିରୁ ପାଉନାହାନ୍ତି, ତାଙ୍କ ପଇସାରେ ଚଳୁଛନ୍ତି? ସିଏ ତ କହୁଛନ୍ତି ମୋ ପାଖରେ ସବୁତିକ ପ୍ରମାଣ ଅଛି, ଆଜି ବି ମୋ ଆଇଫୋନ EMI କଟୁଛି, ଆଜି ମୋର 3-3ଟା କିସ୍ତି ଘରର କଟୁଛି, ଆଜି ମୋ ଗାଡିର କଟୁଛି। ସିଏ ବି କହୁଛନ୍ତି ମୁଁ ସବୁ ପ୍ରୁଫ୍ ମୋ ପାଖରେ ଅଛି, ମୁଁ ଦେବି। ତାହେଲେ ଏଥର ସତ କିଏ କହୁଛି ଦେଖାଯିବ ଯେତେବେଳେ ସମସ୍ତେ ଗୁଲୁଆ ଆଉ ଦି ଜଣ ପ୍ରମାଣ ଦେବେ। ମୁଁ ଯେତିକି ଜାଣିଛି ଇଏ ଯୋଉ ପ୍ରମାଣ ଦବ ଯୋଉ ବର୍ଷା, ଗୁଲୁଆ ଯାହା କହିଛନ୍ତି, ଗୁଲୁଆ ଭାଇ ଯାହା କହିଛନ୍ତି ବିଲକୁଲ ଠିକ କଥା କହିଛନ୍ତି। ସେ ଏହା କହିଛନ୍ତି ଆମେ ଘର ଥିଲା ବେଳେ କେତେବେଳେ କଣ କଲା ବେଳେ ଯଦି କେତେ ଚିକମିକ ହେଲା କି କଣ ଗୋଟେ ଝଗଡା ଛୋଟ ମୋଟ ହେଲା, ଇଏ ପ୍ରତ୍ୟେକ ଜିନିଷ କଣ କରେ ନା ବର୍ଷା ତାର କ୍ୟାପଚର କରି କ୍ୟାମେରାରେ ରଖେ। ମାନେ ତାର ଆଗରୁ ଭବିଷ୍ୟତ ଗୋଟେ ପ୍ଲାନିଂ କରିଦେଇଛି ଯେ ମୁଁ ଆକୁ କେମିତି ବ୍ଲାକମେଲିଂ କରିବି। ତ ସେସବୁ ତ ସମସ୍ତ ମାଇଣ୍ଡରେ ରହିବ ନା। ଆଉ କଣ ଗୁଲା ଜାଣିଥିଲା ମତେ ଛାଡିଦେଇ ପଳେଇବ ବୋଲି? ସେ ତା ମାଇଣ୍ଡରେ ହয়তো ଥାଇପାରେ ମୁଁ କେମିତି ହଇରାଣ କରିବି ବୋଲି। ତେଣୁକରି ସିଏ ଗୋଟେ ପ୍ରି ପ୍ଲାନିଂ କରି ଆଗରୁ ପ୍ରତ୍ୟେକଟି ଜିନିଷ, ଘର ଭିତରର ଜିନିଷ ଭିଡିଓ କ୍ୟାପଚର କରି ରଖିଛି। ସେଥିପାଇଁ ଫସେଇବା ପାଇଁ ବର୍ତ୍ତମାନ ସେ ଭିଡିଓ ସବୁ କହୁଛି ଯେ ମୁଁ ଭାଇରାଲ କରି ବର୍ତ୍ତମାନ ମୁଁ କୋର୍ଟରେ ପ୍ରୁଭ୍ କରିବି। ବର୍ଷା ଫସେଇବା ପାଇଁ ପୁରା 100ରୁ 100 ଲାଗି ପଡିଛି ଗୁଲୁଆ ଭାଇକି ଫସେଇବା ପାଇଁ। ହଁ, ସେ ତ ଏଟା ତ ଗୁଲୁଆ ତ ନିଜେ କହିଛନ୍ତି, ସେଇ କଥା ତ ମୁଁ କହୁଛି। ଗୁଲୁଆ ତ ନିଜେ କଥା ମାନିଛନ୍ତି, OTVରେ ନିଜେ କହିଛନ୍ତି। ହଁ, ମୁଁ ଯେହେତୁ ମୋ ସ୍ତ୍ରୀ ମୋ ପାଖରେ ରହିଲାନି, ଏମିତିକି ମୋ ଦେହ ଖରାପ ଥିବା ସମୟରେ ବି ସେ ରହିଲେନି, ନିହାତି ଜଣଙ୍କର ମାନେ କେୟାର ଜଣେ ନବ ନା ନାହିଁ। ତାପରେ ସେ ବାହା ହେଇଥିଲା, ସେ ରହିଥିଲା, ବାହା ହେଇଥିଲା ଏକାଠି ରହିବା ପାଇଁ। ଆଉ ତ ବାବା ଝିଅ ହେଇଯାଇଥାନ୍ତା କଣ? ଢୋଲ ଖାଇବ ପାହାର, ହାଡି ଖାଇବ ପଇସା, କଥାଟା ହଉଛି ସେଇଆ। ବେକାର ନିଜ ନିଜ ଭିତରେ ସେଟା ବସି ସର୍ଟ ଆଉଟ୍ କର। ଯଦି ତମର କିଛି ପଇସା ନେଇକି ତାଙ୍କୁ ଡିଭୋର୍ସ କରିବାର ଅଛି, ଡିଭୋର୍ସ କରିଦିଅ, ବେଟର ହବ। ଆଉ ତମେ ଯୋଉ କୋର୍ଟରେ ଦୌଡ଼ି ଦୌଡ଼ିକି ଯେମିତି ଯୋଉ ଅନୁଭବ ବର୍ଷା, ତମର ବି ସେଇ ବର୍ଷା, ଟୁଙ୍ଗୁରୁ ବର୍ଷା, ସବୁ ସେଇ ବର୍ଷା। ମୁଁ ଜାଣିପାରୁନି ବର୍ଷା ମାନଙ୍କର ହଉଛି କଣ? ବର୍ଷା ମାନଙ୍କର ଏତେ ପ୍ରୋବ୍ଲେମ, ଆଉ କୋଉ ନାଁରେ ଏତେ ପ୍ରୋବ୍ଲେମ ନାହିଁ? ଯୋଉ ସରକାର ଆସନ୍ତି ସମସ୍ତେ କଣ ଝିଅ ପିଲା ସ୍ତ୍ରୀ ଲୋକଙ୍କ ପଛରେ କରୁଛନ୍ତି? ଆରେ ପୁଅ ପିଲା କଣ ନିଆଁରେ ମୁତି ଥିଲେ? ତାଙ୍କ ପାଇଁ କିଛି ଆଇନ ନାହିଁ? ସେମାନେ ତାଙ୍କ ପାଇଁ କିଛି ଲଢିବାର ନାହିଁ, ଶକ୍ତି ନାହିଁ? ଗୋଟେ ଝିଅ ପିଲାଟା କାନ୍ଦିଦେଲା, ଝିଅ ପିଲାଟା କହିଥିଲା ଯା ସେଇଆ।